ପିଲାମାନେ ଆଜି ଆରମ୍ଭ କରିବା ପଞ୍ଚମ ଚାପ୍ଟର, ଯେଉଁଟିକି ଅତି ଗୁରୁତ୍ୱପୂର୍ଣ୍ଣ କୋଶ୍ଚିନ୍ 2016-2025 ପଡ଼ିଥିବା କୋଶ୍ଚିନ୍। ତେଣୁକରି ଏ କୋଶ୍ଚିନ୍ ଇଗ୍ନୋର କରିବନି, ବଢ଼ିଆ କୋଶ୍ଚିନ୍। ତେଣୁ ପ୍ରଥମ କୋଶ୍ଚିନ୍ ଆମେ ଆଲୋଚନା କରିବା 5 ମିନିଟ୍ ପଲିଟିକାଲ ସାଇନ୍ସର ପାଞ୍ଚ ମିନିଟ୍ର ପ୍ରଥମ ଚାପ୍ଟର। କୋଶ୍ଚିନ୍ ନମ୍ବର ହେଉଛି 1, ନିମ୍ନୋକ୍ତ ମଧ୍ୟରେ କେଉଁଟି ବିଶ୍ୱ ତାପନ ବୃଦ୍ଧିର କାରଣ ଅଟେ? ତୁମେ ଜାଣିଛ ବିଶ୍ୱ ତାପନ କହିଲେ କ'ଣ ବୁଝ ନା ବାୟୁମଣ୍ଡଳ ଉତ୍ତାପକୁ ବୁଝୁ। ତେଣୁକରି ବିଶ୍ୱ ତାପନର କାରଣ କ'ଣ, କ'ଣ ପାଇଁ ବିଶ୍ୱ ତାପେ ଅର୍ଥାৎ ବିଶ୍ୱର ତାପମାତ୍ରା ବୃଦ୍ଧି ହୁଏ? ହେଲେ ଆମେ ଜାଣିଛେ ଇଏ କାରଣ ନୁହଁ ପଚାରିଛି। ଆମେ କାରଣ ଜାଣିଛେ। କାରଣ କ'ଣ? ସବୁଜ ଗ୍ରହର ପ୍ରଭାବ, ବାୟୁମଣ୍ଡଳ ଅଙ୍ଗାରକାମ୍ଳ ବୃଦ୍ଧିର ଗ୍ୟାସ୍ ବୃଦ୍ଧି ହୁଏ, ଓଜୋନ ସ୍ତର ପ୍ରଭାବ, ଏଇ ତିନିଟା ଯୋଗୁଁ ହେଇଥାଏ। ତେଣୁକରି ଆନ୍ସର ହେବ ନବୀକରଣ। ନବୀକରଣ ଦ୍ୱାରା ଇଏ ଗୋଟେ କାରଣ ନୁହଁ, ବିଶ୍ୱ ତାପମାତ୍ରା ବୃଦ୍ଧି। ସେକେଣ୍ଡ କୋଶ୍ଚିନ୍, ନିମ୍ନୋକ୍ତ କେଉଁ ମସିହାରେ ଧରିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା? ଧରିତ୍ରୀ ସମ୍ମିଳନୀ 1992 ମସିହାରେ ସଂଗଠିତ ହୋଇଥିଲା। ତୃତୀୟ କୋଶ୍ଚିନ୍, କ'ଣ ପାଇଁ ଖଲିସ୍ତାନ ଆନ୍ଦୋଳନ ସଂଗଠିତ ହୋଇଥାଏ? ଆପଣ ଜାଣିଛ ଖଲିସ୍ତାନ ଶିଖମାନଙ୍କ ଦ୍ୱାରା ହେଇଥିଲା। ଏ ଖଲିସ୍ତାନ ଗୋଟିଏ ପଞ୍ଜାବରୁ ଅଲଗା ହେବା ବି ଚାହୁଁଥିଲା। ବିଚ୍ଛିନ୍ନତାବାଦ, ଆଚ୍ଛା ଜାଣିଛ ବିଚ୍ଛିନ୍ନତାବାଦ ହେଉଛି ଆଞ୍ଚଳବାଦର ଏକ ଗୁରୁତ୍ୱପୂର୍ଣ୍ଣ, ଯଦି ଆମେ କହିବା ଗୋଟେ ଅଂଶ। ତେଣୁ ବେଳେବେଳେ ପଡ଼ିଯାଏ ବିଚ୍ଛିନ୍ନବାଦ କାହାର ସ୍ୱରୂପ ନା ବିଚ୍ଛିନ୍ନତାବାଦ ଆଞ୍ଚଳିକବାଦ ସ୍ୱରୂପ। ତେଣୁ ଖଲିସ୍ତାନ ଆଞ୍ଚଳିକବାଦ ଅର୍ଥାৎ ବିଚ୍ଛିନ୍ନତାବାଦକୁ ସପୋର୍ଟ କରୁଥିଲା। ନିମ୍ନୋକ୍ତ ବିସ୍ଥାପନର ଏକ କାରଣ ନୁହଁ। ବିସ୍ଥାପନ କହିବା କ'ଣ ନା ଜଗତୀକରଣ, ନା ଧାରଣୀୟ ବିକାଶ, ନା ଶିଳ୍ପାୟନ, ନା ସହରୀକରଣ? ଏ ଆନ୍ସର ହେବ ଧାରଣୀୟ ବିକାଶ। କେଉଁଟି ନିରସ୍ତ୍ରୀକରଣ ସମ୍ପର୍କିତ ନୁହେଁ? ତୁମେ ଜାଣିଛ, ଆଗ ଜାଣିବ ନିରସ୍ତ୍ରୀକରଣ କ'ଣ। ନିରସ୍ତ୍ରୀକରଣ କହିଲେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ବନ୍ଦ କରିବା ବା ହ୍ରାସ କରିବା। ଏ ନିରସ୍ତ୍ରୀକରଣ ପାଇଁ ବହୁତ ଏଗ୍ରିମେଣ୍ଟ ହେଇଥିଲା ବା ଚୁକ୍ତି ହେଇଥିଲା। ତେଣୁକରି ଏଠି ଆମେ ଦେଖିବା 3ଟି ଚୁକ୍ତି ଅଛି, କିନ୍ତୁ G70 ଅଛି, ସେ G70 ଗୋଟେ ନିରସ୍ତ୍ରୀକରଣ କୌଣସି ଚୁକ୍ତି ନୁହେଁ। ତେଣୁକରି ୟାର ଆନ୍ସର ହେବ G70। ଇଏ ଆନ୍ସର ହେବନି, ଇଏ ବି ହେବନି, ଇଏ ବି ହେବନି। ଏଗୁଡ଼ା ସବୁ ଏଗ୍ରିମେଣ୍ଟ, ନିରସ୍ତ୍ରୀକରଣ ସମ୍ପର୍କିତ ଏମାନେ, କିନ୍ତୁ G70 ସମ୍ପର୍କିତ ନୁହେଁ। 6 ନମ୍ବର କୋଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ? ଅଲରେଡ଼ି ଆମେ ପଢ଼ିଛେ, ଏ ହେଉଛି କ'ଣ ନବୀକରଣ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିରସ୍ତ୍ରୀକରଣ ପାଇଁ ପ୍ରତିବନ୍ଧକ ନୁହେଁ? ନିରସ୍ତ୍ରୀକରଣ ପ୍ରତିବନ୍ଧକ ଥିଲା ଅସୁରକ୍ଷିତ ଭାବନା, ଶୀତଳ ଯୁଦ୍ଧ, ବିଶ୍ୱଶାନ୍ତି ପ୍ରତିଷ୍ଠା, ବୃହତ ଶକ୍ତିମାନଙ୍କର ମଧ୍ୟରେ ଦ୍ୱନ୍ଦ୍ୱ। ତେଣୁ ଆମେ ଜାଣିଛେ ନିରସ୍ତ୍ରୀକରଣ ଚାହେଁ କ'ଣ ନା ବିଶ୍ୱ ଶାନ୍ତି ପ୍ରତିଷ୍ଠା। ତେଣୁକରି ସେ କହିଲେ ଆଙ୍କ ଭିତରୁ ପ୍ରତିବନ୍ଧକ ନୁହଁ, ତେଣୁ ବିଶ୍ୱ ଶାନ୍ତି ପ୍ରତିଷ୍ଠା ହିଁ ଚାହେଁ। ତେଣୁକରି ଏଇଟା ପ୍ରତିବନ୍ଧକ, ତା ସପୋର୍ଟେଡ୍। ନେକ୍ସଟ ହେଉଛି 8 ନମ୍ବର କୋଶ୍ଚିନ୍, ନିମ୍ନୋକ୍ତ ମଧ୍ୟରୁ ନିମ୍ନଲିଖିତ କେଉଁ କାରଣରୁ ଓଜୋନ ସ୍ତରରେ କ୍ଷୟ ହୁଏ? କେଉଁ କାରଣରୁ ଓଜୋନ ସ୍ତରରେ କ୍ଷୟ ହୁଏ? ତୁମେ ଜାଣିଛ ବାୟୁମଣ୍ଡଳ ପ୍ରଦୂଷଣ କାରଣ ହୋଇଥାଏ ଓଜୋନ ସ୍ତର। ତେଣୁକରି ଏମିତି କୋଶ୍ଚିନ୍ ପଡ଼ିବ। ତେଣୁ ୟା ପରେ ଆମେ ଆଲୋଚନା କରିବା ପାଖାପାଖି 90ଟି କୋଶ୍ଚିନ୍। ତେଣୁ ଏ 90ଟି କୋଶ୍ଚିନ୍କୁ ଭଲ ଭାବରେ ଗଢ଼େଇ ଦେବ। ତେଣୁ ଗଢ଼େଇ ଦେଲେ ଏଇ ଯେଉଁ କୋଶ୍ଚିନ୍ ପଡ଼ିବ ତାହାକୁ ଆମେ ଭଲ ଭାବରେ ଜାଣିପାରିବା। ତେଣୁକରି ଏଇ 90ଟା କୋଶ୍ଚିନ୍ ଆମେ ଭଲକି ଗଢ଼ିବା। ଏଇ ଭିଡ଼ିଓଟି ଲଙ୍ଗ୍ ହେବ, କିନ୍ତୁ ଲଙ୍ଗ୍ ହେଲେ କ'ଣ କରିବା, ଲଙ୍ଗ୍ ହେଲେ ବି ତାକୁ ଆମେ ଆଲୋଚନା କରିବା। ନେକ୍ସଟ କୋଶ୍ଚିନ୍, ଏକ୍ସପେକ୍ଟେଡ୍ କୋଶ୍ଚିନ୍ କ'ଣ ଆସିପାରେ? କୋଶ୍ଚିନ୍ ଆମେ ଆଲୋଚନା କରିବା। ପ୍ରଥମ ଯଦି କୋଶ୍ଚିନ୍ ଆମେ ଆଲୋଚନା କରିବା, ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ନୁହେଁ? ଆମେ ଜାଣିଛେ ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ଅଲରେଡ଼ି ଆମେ ଆଲୋଚନା କରିଥିଲେ, ସେଇଟା ହେଉଛି କ'ଣ ନବୀକରଣ। ଦ୍ୱିତୀୟ ହେଉଛି କେଉଁ ମସିହାରେ ଧରିତ୍ରୀ ସମ୍ମିଳନୀ ହୋଇଥିଲା? ଧରିତ୍ରୀ ସମ୍ମିଳନୀ 1992 ମସିହାରେ ହେଇଥିଲା। ନେକ୍ସଟ ହେଉଛି କ'ଣ ପାଇଁ ଖଲିସ୍ତାନ ଆନ୍ଦୋଳନ ସଂଗଠିତ ହୋଇଥିଲା? ଖଲିସ୍ତାନ ବିଚ୍ଛିନ୍ନତାବାଦ ପାଇଁ ହେଇଥିଲା। କିନ୍ତୁ ଆମେ ଆଲୋଚନା କରୁଛେ। ତେଣୁକରି ଏଇ କୋଶ୍ଚିନ୍ ହେଉଛି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କୋଶ୍ଚିନ୍। ଏଇ କୋଶ୍ଚିନ୍କୁ ଆମେ ଭଲ ଭାବରେ ଦେଖିବାକୁ ପଡ଼ିବ। ଏବଂ ନିମ୍ନୋକ୍ତ ମଧ୍ୟରୁ କେଉଁ ମସିହାରେ ପରମାଣୁ ପରୀକ୍ଷଣ ନିରୋଧ ଚୁକ୍ତି ବା NPT ଆଂଶିକ ପରୀକ୍ଷଣ ନିରୋଧ ଚୁକ୍ତି ରୂପେ ପରିଚିତ ଥିଲା? ଆମେ ଦେଖିବା
ये क्वेश्चन बहुत इंपोर्टाट क्वेश्चन तेणुक यही क्वेश्चन गुड़ा तुमको गढ़ा पड़ो ये क्वेश्चन तुम गढ़ेबनी एनपीटी सीटीबीटी स्टार्ट 1 सॉल्ट 2 स्टार्ट 2 नकल हईराण हो ये क्वेश्चन आंसर हूँ 1963 मसीह एनपीटी साकार होता नेक्स्ट हूँ कौन ना क्यों मसीहार अस्त्र सीमितीकरण चुक्ति बा सॉल्ट 1 जुक्तराष्ट्र आम सोवियत रूसिया मध्य होता तुम जाच सोवियत रूसिया और जुक्तराष्ट्र अमेरिका सॉल्ट 1 सॉल्ट 2 दुईटा होता तेणुक जो अस्त्र सीमीकरण 7 वर्ष स्लॉट 1 होता स्लॉट 1 7 वर्ष से 7 वर्ष अस्त्र को ये करने कौन कमाइबा चुक्ति होता पे आम जाचे ये स्लॉट 1 के ना से स्लॉट 1 होता 1972 मसीह संगठित होता नेक्स्ट हूँ कौन सॉल्ट 2 के सॉल्ट 2 होता 1979 मसीह स्टार्ट क्यों मसीह स्टार्ट साक्षर होता स्टार्ट से साक्षर होता स्टार्ट होता 1991 मसीह होता तेणुक तुम सॉल्ट 1 सॉल्ट 2 स्टार्ट 1 स्टार्ट 2 जब आम कह एनटीबीटी सीटीबीटी एगुरा केवे होता भल कि देखिए कारण ये 100% सटाइक आसो दक्षिण पूर्व एशिया चुक्ति संगठन निम्नक्त क्यों मसीह संगठित होता दक्षिण पूर्व एशियार जो चुक्ति होता सेटा केवे होता ना सेटा होता 1954 मसीह होता नेक्स्ट क्यों मसीह सोवियत संघर विलय घटला अर्थात सोवियत रूसिया कौन भांगीगला तुम जाच शीतल युद्ध परिसमाप्ति केवे घटला जहाँ क्वेश्चन सोवियत संघर विलय घटला से दिन सोवियत रूस दुर्बल होगला अमेरिका शक्तिशाली राष्ट्र भाव पदार्पण कला विश्व में शीतल युद्ध परिसमाप्ति घटला तुम जाच यह हूँ आंसर 1991 मसीहा 1991 मसीह सोवियत यूनियन विलय घटला नेक्स्ट आम कह क्यों मसीह ओजन स्तर सुरक्षा संपर्क में भयना चुक्ति होता गोटे चुक्ति होता भयना ये चुक्ति केवे होता ना ओजन स्तर सुरक्षा यार आंसर हूँ 1985 मसीह होता मेंडिल राजीनामा केवे साक्षरित होता 1987 मसीह तेणुक जो डेट गुरा भल मन रख डेट भल पड़ो धरित्री सम्मेलन 1992 मसीह केउठे अनुष्ठित होता बढ़िया क्वेश्चन बढ़िया फैंटास्टिक क्वेश्चन ना ना धरित्री सम्मेलन 1992 होता क्योंठे होता ना रियो डी जेनेरियो यहाँ रियो डी जेनेरियो तेणुक ये 3टा क्वेश्चन रियो डी जेनेरियो 1992 क्यों सम्मेलन होता धरित्री सम्मेलन परिवेश संपर्कित क्यों मसीह होता 1992 क्योंठार होता ना रियो डी जेनेरियो नेक्स्ट क्वेश्चन 1979 मसीह अफगानिस्तान में क्यों देशर सामरिक हस्तक्षेप देखा मिलता यदि कह अफगानिस्तान जो हस्तक्षेप होता 1999 मसीह तार किए करता ना सोवियत यूनियन नेक्स्ट सान साल्वाडोर क्यों देशर राजधानी ना हूँ एल साल्वाडोर तेणुक ये क्वेश्चन पे एत इंपोर्टाट नुह ये प्राय मत पड़े तेणु मुझे कहूँ गढ़ेब तो बहुत क्वेश्चन आसे तेणु ये क्वेश्चन जो इंपोर्टाट क्वेश्चन से गढ़ी चलवा तेणुक अदरवाइज आर क्वेश्चन तुम देखा किसी आवश्यक नहीं क्यों मसीह जातिसंघ निरस्तीकरण अस्थायी मिश्रण आयोग गठन कराला इट इज वेरी इंपोर्टाट ये क्वेश्चन पड़े तेणुक ये क्वेश्चन को आम इग्नोर कर ना ये क्वेश्चन इंपोर्टाट क्वेश्चन तेणु यार शांत हो 1921 मसीह नेक्स्ट हूँ मिलित राष्ट्रसंघ परम्परागत अस्त्र आयोग केवे गठित है ना 1947 मसीह होता क्यों सम्मेलन में खोला आकाश योजनार प्रस्ताव रखा खोला आकाश योजनार हूँ जेनेवा शिखर सम्मेलन मन पकईद
ଜେନାବାସିକରେ କେବେ ହେଇଥିଲା ଏଇଟା ବି ଦେଖିଦେବ। ନେକ୍ସଟ କ'ଣ ଏନପିଟି 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 এই ଏନପିଟି କେବେ ସ୍ୱାକ୍ଷର ହେଇଥିଲା ନା ଏନପିଟି ଆମର ସ୍ୱାକ୍ଷର ହେଇଥିଲା 1970 ମସିହାରେ ହେଇଥିଲା। ନିମ୍ନଲିଖିତ ମଧ୍ୟରୁ କେଉଁଠି ପ୍ରାକୃତିକ ସମ୍ପଦ ନୁହେଁ? ପ୍ରାକୃତିକ ସମ୍ପଦ ତମେ ଜାଣିଛ, ପ୍ରାକୃତିକ ସମ୍ପଦ ତାଙ୍କ ଭିତରୁ ବାୟୁ ଗୋଟେ ପ୍ରାକୃତିକ ସମ୍ପଦ, ବଣ ଜଙ୍ଗଲ ଗୋଟେ ପ୍ରାକୃତିକ ସମ୍ପଦ, ବନ୍ୟ ଜୀବ କିନ୍ତୁ କୋଠାବାଡ଼ି ଏ ପ୍ରାକୃତିକ ସମ୍ପଦ ନୁହଁ। କୋଠାବାଡ଼ି ମଣିଷ ତିଆରି କରେ, ଏ ମଣିଷକୃତ ସମ୍ପଦ। ସିଟିବିଟି କେବେ ହେଇଥିଲା? ମୁଁ କହିଛି ଏନପିଟି, ସଲ୍ଟ 1 2 ଷ୍ଟାର୍ଟ, ସିଟିବିଟି, ଏନପିଟି, ଏନଟିବିଟି ଏଗୁଡ଼ାକୁ ଦେଖିଦେବ କେବେ ହେଇଥିଲା, କାହିଁକି ହେଇଥିଲା। ଏଇଟା 2 ମାର୍କ ପଡ଼ିବ ଏବଂ 1 ମାର୍କ ମଧ୍ୟ ଆସିବ। ତେଣୁ ୟାର ଆନ୍ସର ହେଉଛି ଏଇ ଏନପିଟି ଆନ୍ସର ହେଉଛି 1996 ମସିହାରେ ହେଇଥିଲା। କେବେ ହେଇଥିଲା? 1996 ମସିହାରେ ହୋଇଥିଲା। ନେକ୍ସଟ କ୍ୱେଶ୍ଚିନ୍ ଏଇଠି ସିଟିବିଟିରେ ସାକ୍ଷରତା କରି କେଉଁ ରାଷ୍ଟ୍ର ପ୍ରଥମେ ସିଟିବିଟିର ସ୍ୱାକ୍ଷର କରିଥିଲେ? ସିଟିବିଟି ଯେଉଁ ହେଇଥିଲା କେଉଁ ରାଷ୍ଟ୍ର ସ୍ୱାକ୍ଷର କରିଥିଲେ? ଇଏ ହେଉଛି ପ୍ରଥମ ଯୁକ୍ତରାଷ୍ଟ୍ର ଆମେରିକା ଆଉ ରୁଷିଆ। ଯୁକ୍ତରାଷ୍ଟ୍ର ଆନ୍ସର ପ୍ରଥମେ କରିଥିଲେ। ବିଶ୍ୱ ଏଡ୍ସ ଦିବସ କେବେ? ବିଶ୍ୱ ଏଡ୍ସ ଦିବସ କେବେ? ନା ବିଶ୍ୱ ଡିସେମ୍ବର 1 ତାରିଖକୁ ବିଶ୍ୱ ଏଡ୍ସ ଦିବସ ବୋଲି କୁହାଯାଏ। ହେଲେ ଦିବସରୁ କ୍ୱେଶ୍ଚିନ୍ ପଡ଼ିବ କ'ଣ ନା ପରିବେଶ ଦିବସ କେବେ, କି ନାରୀ ଦିବସ, ବିଶ୍ୱ ଆନ୍ତର୍ଜାତିକ ନାରୀ ଦିବସ କେବେ, ଆନ୍ତର୍ଜାତିକ ମିଳିତ ଜାତିସଂଘ ଦିବସ କେବେ, ଆଉ ଏଡ୍ସ ଦିବସ କେବେ? ଏଇ କ୍ୱେଶ୍ଚିନ୍ ସବୁ ଦେଖିବା, ବାରମ୍ବାର ପଡ଼େ ପରୀକ୍ଷାରେ। ଦିବସ ଗୁଡ଼ାକୁ ରେଡ଼ି କରିବା ତ ଅଲରେଡ଼ି ଆମେ କ୍ଲାସ୍ରେ ଆଲୋଚନା କରିଦେଇଛେ। ତେଣୁକରି ତୁମେ ଏଗୁଡ଼ା ଦେଖିକି ଯିବ, ନହେଲେ ବହୁତ ଭୁଲ ହେଇଯିବ, ଜାଣିପାରିବନି। ଆଉ ବହୁତ ଜାଣି ନ ପାରିଲେ ଭାରି ଅସୁବିଧା କରାଯିବ। ତବେ ଆନ୍ତର୍ଜାତିକ ଆଉ ଗୋଟେ ବଢ଼ିଆ ହେଲା ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ। ଏଇଟା ଗୋଟେ ବଢ଼ିଆ କ୍ୱେଶ୍ଚିନ୍। ଆନ୍ତର୍ଜାତିକ ଦାରିଦ୍ର୍ୟ ଉନ୍ମୋଚନ ଦିବସ କେବେ? ଆନ୍ତର୍ଜାତିକ ଦାରିଦ୍ର୍ୟ ଦିବସ ଉନ୍ମୋଚନ ଦିବସ କେବେ? ନା ଏ ଆନ୍ସର ହେବ ଅକ୍ଟୋବର 17 ତାରିଖ। ଅକ୍ଟୋବର 17 ତାରିଖ। କେଉଁ ଦିବସକୁ ମାନବ ଅଧିପତ୍ୟ ଦିବସ କୁହାଯାଏ? ଏଇଟା ମାନବ ଅଧିକାର ଦିବସ କେବେ? ନା ମାନବ ତମେ ସମସ୍ତେ ଜାଣିଛ ଡିସେମ୍ବର 10 ତାରିଖ। ଯଦି ଭିଡ଼ିଓ ଦେଖି ସାରିଲା ପରେ ଦେଖିଲା ବେଳେ ତୁମେ ଏ ଦିବସ ଗୁଡ଼ା ଗୋଟେ କାଗଜରେ ଲେଖିକି ରଖିପାରିବ। ଏଇ ଦିବସ ଏଇ ଦିବସ, କାରଣ ଏତେ ଭିଡ଼ିଓ ଆଲୋଚନା ହେଉଛି ନା, ଦିବସ ଗୁଡ଼ା ବହୁତ ଇମ୍ପୋର୍ଟାଣ୍ଟ। ତେଣୁକରି ଏ ଦିବସ ଗୁଡ଼ାକୁ ବହୁତ ଗୁରୁତ୍ୱ ହେବା ଦରକାର। 29 ନମ୍ବର ମଧ୍ୟ ବହୁତ କ୍ୱେଶ୍ଚିନ୍, ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍। ଏ କ୍ୱେଶ୍ଚିନ୍ ପରୀକ୍ଷାରେ ପଡ଼େ। ଦିବସ ଏରା ଦେଖ, ଯେଉଁଗୁଡ଼ା କହୁଛି ଇମ୍ପୋର୍ଟାଣ୍ଟ ଏରା ଭଲ ଭାବରେ ଦେଖ। ହେଲେ ଦେଖିବ ପରୀକ୍ଷାରେ ଆସିଲା ପରେ ତୁମେ ମୋତେ କମେଣ୍ଟ କରିବ କେତେ ପରିମାଣରେ ତୁମେ ଭଲ କରିଛ। 29 ନମ୍ବର କ୍ୱେଶ୍ଚିନ୍, ଯଦି ସଭ୍ୟତା ଶସ୍ତ୍ର ଗୁଡ଼ିକୁ ବିନାଶ କରିପାରିବ ନାହିଁ ତେବେ ଶସ୍ତ୍ର ସଭ୍ୟତାକୁ ବିନାଶ କରିଦିଅ। ଏଇଟା କିଏ କହିଥିଲେ? ଏଇଟା ବଢ଼ିଆ କ୍ୱେଶ୍ଚିନ୍। ଏଇ କଥା କହିଥିଲେ ଲର୍ଡ଼ ଗ୍ରେ। ଲର୍ଡ଼ ଗ୍ରେ କହିଲେ ଯଦି ତୁମେ ଅସ୍ତ୍ରକୁ ବିନାଶ କରିପାରୁନ ତାହେଲେ ଏଇ ଅସ୍ତ୍ର ଏ ସଭ୍ୟତାକୁ ବିନାଶ କରିବା ତାର କ୍ଷମତା ଅଛି ବୋଲି କହିଥିଲେ। ତାପରେ ଶୀତଳ ଯୁଦ୍ଧ ସମୟରେ ନିମୁକ୍ତ କେଉଁ ରାଷ୍ଟ୍ର ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ୱ ନେଉଥିଲା? ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ୱ ନେଉଥିଲା ତୁମେ ଜାଣିଛ ରୁଷିଆ ନେଉଥିଲା। ସାମ୍ୟବାଦୀ ହେଉଛି କମ୍ୟୁନିଷ୍ଟ, କ୍ୟାପିଟାଲିଷ୍ଟ ଯେଉଁ କହିବା ଆମେରିକା। ତେଣୁ ସାମ୍ୟବାଦୀ ବୋଲି କହିବା ବା କମ୍ୟୁନିଷ୍ଟ କହିବା ସୋଭିଏତ ରୁଷିଆ ନେତୃତ୍ୱ ନେଉଥିଲା ଶୀତଳ ଯୁଦ୍ଧ ସମୟରେ। ନେକ୍ସଟ ହେଉଛି କେବେ ଇରାକ ବାଗଦାଦି ଚୁକ୍ତି? ଛାଡ଼, ଇଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ। କେଉଁ ସାମ୍ୟବାଦୀ ରାଷ୍ଟ୍ର ଓଆରଏସ୍ ଚୁକ୍ତି? ହଁ, ଏଇ ଚୁକ୍ତିଟା ପଡ଼େ, ଏଇ ଚୁକ୍ତିଟା ପଡ଼େ। ଓଆରଏସ୍ ଚୁକ୍ତି ବାରମ୍ବାର ପଡ଼େ, ଏଥିରେ ସଦସ୍ୟ ନଥିଲେ। ପଡ଼ିବ କେବେ ହେଇଥିଲା, କେଉଁମାନେ ସଦସ୍ୟ ଥିଲେ ତାକୁ ଦେଖିଦେବ। ତେଣୁ ଆନ୍ସର ହେଉଛି ଚୀନ ତାଙ୍କର ନଥିଲା। ଆଉ ବାକି ପୋଲାଣ୍ଡ, ହଙ୍ଗେରୀ ଏବଂ ବୁଲଗେରିଆ ଏଇମାନେ ଥିଲେ ସଦସ୍ୟ। କେବେ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା? ନୂତନ ଶୀତଳ ଯୁଦ୍ଧ ଯେତେବେଳେ ଶୀତଳ ଯୁଦ୍ଧ ତୁମେ ଜାଣିଛ ଶୀତଳ ଯୁଦ୍ଧ ଦୁଇଟି ପର୍ଯ୍ୟାୟରେ ହେଇଥିଲା, ପ୍ରଥମ ଆଉ ଦ୍ୱିତୀୟ। ଏବଂ ଏଇ ଶୀତଳ ଯୁଦ୍ଧ ନୂତନ ଶୀତଳ କାହିଁ ଗଲା, ଇଏ ଅଧିକ ଗତିଶୀଳ ହେଇପାରିଲା ପ୍ରଥମ ବିଶ୍ୱଯୁଦ୍ଧ ଠାରୁ। ତେଣୁକରି ଇଏ ହେଉଛି ଦ୍ୱିତୀୟ ବିଶ୍ୱ ନୂତନ ନ୍ୟୁ କୋଲ୍ଡ ୱାର୍ ବୋଲି କୁହାଯାଏ। ତେଣୁକରି ଇଏ କେବେ ହେଇଥିଲା ନା 1999 ମସିହାରେ ହେଇଥିଲା। ହେଲେ କଣ୍ଠଟା ବସିଯାଇଛି, ତେଣୁକରି ଟିକେ ଭଲକି ଦେଖିଦେବ, ଇୟର କର୍ଡ଼ ଲଗେଇ ଶୁଣିଦେବ, ତେଣୁକରି ନହେଲେ ଜାଣିପାରିବନି। କିନ୍ତୁ ଭଲକି ସବୁଯାକ କ୍ୱେଶ୍ଚିନ୍ ଗଢ଼ିକି ଯିବ। ଏ ସବୁଯାକ କ୍ୱେଶ୍ଚିନ୍ ଆମର ଯେତେବେଳେ ଭିଡ଼ିଓ ହେଇଛି ସର୍ଟ ଟାଇପ୍ର, ସବୁଯାକ କ୍ୱେଶ୍ଚିନ୍ ଆମେ ଗଢ଼ିଦେବା 100% ତୁମେ 21ଟି ସର୍ଟ ଟାଇପ୍ ଆଲୋଚନା କରି ଯେଉଁ 21ଟି ସର୍ଟ ଟାଇପ୍ ପଡ଼ିବ ପରୀକ୍ଷାରେ ତାକୁ ତୁମେ ଦେଖିପାରିବ। ନେକ୍ସଟ ହେଉଛି କ'ଣ
ନିମୋକ୍ତ କେଉଁ ମସିହାରେ ଆଞ୍ଜସ୍ ରାଜିନାମା ସ୍ୱାକ୍ଷର ହୋଇଥିଲା? ଆଞ୍ଜସ୍ ଇଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ଏଇ କ୍ୱେଶ୍ଚିନ୍ ପ୍ରାୟ ଏମିତି ପଡ଼େ ନାହିଁ। ତେଣୁ ଯାହା ଆମର ଇମ୍ପୋର୍ଟାଣ୍ଟ ଆମେ ସେୟା କହିଛୁ। ଉତ୍ତର ଆଣ୍ଟଲାର୍କଟିକ୍ ଚୁକ୍ତି ସଂଗଠନରେ ପଶ୍ଚିମ ଜର୍ମାନୀ କେବେ ଯୋଗ ଦେଲା? ଦରକାର ନାହିଁ। କିଏ ଆଞ୍ଜସ୍ର ସଭ୍ୟ ନଥିଲେ? ଦରକାର ନାହିଁ। କେବେ ବାଗଦାଦୀ ଚୁକ୍ତି? ଦେଖିଦେବ ଟିକେ ଟିକେ, ବଟ୍ ଯେଉଁଟା ଆମେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆଲୋଚନା କରୁଛେ। ଛାଡ଼। କେଉଁ ଚୁକ୍ତି ଆଧାରରେ ପଶ୍ଚିମ ୟୁରୋପୀୟ ସଂଘ ପ୍ରତିଷ୍ଠା ହୋଇଥିଲା? ନାହିଁ ଚାଲ। କେଉଁ ଶୀତଳ ଯୁଦ୍ଧରେ ପରିଶ୍ରମ ଘଟିଲା ବୋଲି ଘୋଷଣା କରାଗଲା? ଶୀତଳ ଯୁଦ୍ଧରେ ପରିଶ୍ରମ 1991 ମସିହା। ନେକ୍ସଟ କ'ଣ? ନେକ୍ସଟ କ୍ୱେଶ୍ଚିନ୍ସ, କେବେ ଯୁକ୍ତରାଷ୍ଟ୍ର ଆମେରିକା ଉତ୍ତର ଆଣ୍ଟାର୍କଟିକ୍ ଚୁକ୍ତି ସଂଗଠିତ ହୋଇଥିଲା? ଉତ୍ତର ଆଣ୍ଟାର୍କଟିକ୍ ଚୁକ୍ତି, ଏଇଟା ପଡ଼ିବ ପରୀକ୍ଷାରେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଉତ୍ତର ଆଣ୍ଟାର୍କଟିକା ଚୁକ୍ତି। 42 ନମ୍ବର କ୍ୱେଶ୍ଚିନ୍। ଆନ୍ସର ହେଉଛି କ'ଣ? ନା ଆନ୍ସର ହେଉଛି 1989 ମସିହା ଏପ୍ରିଲ 4 ତାରିଖ। 1989 ମସିହା ଏପ୍ରିଲ 4 ତାରିଖ। ତେଣୁକରି ଯେଉଁଗୁରା ଆମେ ଆଲୋଚନା କରୁଛୁ ଏଗୁଡ଼ା ପିଲା ଦେଖି ଯିବ। ଏତେ ବେଶୀ କ୍ୱେଶ୍ଚିନ୍ ପଢ଼ିବା ଦରକାର ନାହିଁ କି ଆବଶ୍ୟକତା ନାହିଁ। ଉତ୍ତର ଆଣ୍ଟାର୍କଟିକା ଚୁକ୍ତି ସଂଗଠନରେ ଯୋଗ ଦେଇଥିଲେ କେଉଁ 2 ଜଣ ଦେଶ ଯୋଗ ଦେଇଥିଲେ? ଯଦି ଆମେ କହିବା ଏହାର ଆନ୍ସର ହେବ ତୁର୍କୀ ଏବଂ ଗ୍ରୀସ୍। ଏ ତୁର୍କୀ ଆଉ ଗ୍ରୀସ୍ ଯୋଗ ଦେଇଥିଲେ। ନେକ୍ସଟ ହେଉଛି କେଉଁ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ୟୁରୋପୀୟ ଓ ଆଟଲାଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର ପାରିନଥିଲେ ଆଉ। ତେଣୁ ଏହା କ୍ୱେଶ୍ଚିନ୍ ଆନ୍ସର ହେଉଛି କ'ଣ? ନା କିଏ କରିନଥିଲେ? ନା ଆନ୍ସର କେବେ କରିଥିଲେ? 1949 ମସିହା। 1949 ମସିହା। ପିଲେ ଏଇଟା ବହୁତ ସରକାର, ଏଇଟା ଦରକାର ନାହିଁ। नो इट्स नॉट इम्पोर्टाट, इट इज नॉट इम्पोर्टाट। निमक तंत्र क्यों এটা অলরেডি এই পরীক্ষা এটা কোশ্চিନ୍ পড়ିବ। এটা ସହଜ ଲାଗୁଛି ନା? এই କୋଶ୍ଚିନ୍ ପଡ଼ିବ। ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ ପଡ଼ିବ। ଏମାନଙ୍କ ଭିତରେ ନବୀକରଣ ଯୋଗ୍ୟ କିଏ? ନବୀକରଣ ଅଯୋଗ୍ୟ। ତେଣୁ ଏଇ ଦୁଇଟା କୋଶ୍ଚିନ୍ ଆମେ ବହୁତ ଦେଖ। ନବୀକରଣ ଯୋଗ୍ୟ ଯାହାର ଯେଉଁ ପଦାର୍ଥର ବା ଯେଉଁ ସମ୍ପଦର ଆଉଥରେ ସବୁ ରିସାଇକ୍ଲିଂ କରିହେବ ବା ଆଉଥରେ ସେଥିରୁ ସେ ପଦାର୍ଥକୁ ଆମେ ନିର୍ମିତ କରିପାରିବା। ନବୀକରଣ ଅଯୋଗ୍ୟ ଯାହାର ଆଉ ରିସାଇକେଲ୍ ନାହିଁ ବା ୟା ସରନ୍ତି, ଅଯୋଗ୍ୟଟା ସରନ୍ତି। ଆମେ କହିପାରିବା ସୌରଶକ୍ତି, ଜଳ, କୋଇଲା, ମୃତ୍ତିକା। ତେଣୁକରି ନବୀକରଣ ସମ୍ପଦ ନୁହେଁ। ନବୀକରଣ ସମ୍ପଦ ନୁହେଁ, ମାନେ ଏଟା ନବୀକରଣ ସମ୍ପଦ ମାନେ ଅସରନ୍ତି। ଜାଣିଛ ଇଏ ହେଉଛି କୋଇଲା। କୋଇଲା ହେଉଛି ଗୋଟେ ନବୀକରଣ ଅଯୋଗ୍ୟ, ଇଏ ଗୋଟେ ଯୋଗ୍ୟ ନୁହେଁ। କହୁଛି ଯୋଗ୍ୟ ନା? ଯୋଗ୍ୟ ନୁହଁ। ସୌରଶକ୍ତି ନବୀକରଣ ଯୋଗ୍ୟ, ଇଏ ସରିବନି। ଜଳ ସରିବନି, ମୃତ୍ତିକା ସରିବନି, କିନ୍ତୁ କୋଇଲା ସରିଯିବ। ଯିଏ ସରେ ତାକୁ ନବୀକରଣ ଅଯୋଗ୍ୟ କୁହାଯାଏ, ଯିଏ ନ ସରେ ତାକୁ ନବୀକରଣ ଯୋଗ୍ୟ କୁହାଯାଏ। ତେଣୁକରି ଏଇଠି ତୁମେ ସଟ୍ଟା ବି ପାଇଗଲ। 2 ମାର୍କରେ ପଡ଼ିବ ନବୀକରଣ ଯୋଗ୍ୟ ସମ୍ପଦ କାଗଜ। ନା ଯେଉଁ ସମ୍ପଦ ପୁନର୍ବାର ନିର୍ମିତ ହୋଇପାରେ ବା ଯେଉଁ ସମ୍ପଦ ସରେ ନାହିଁ, ଇଏ ବାରମ୍ବାର ନିର୍ମିତ ହୋଇଥାଏ, ତାକୁ ନବୀକରଣ ଯୋଗ୍ୟ ସମ୍ପଦ କୁହାଯାଏ। ଯେଉଁ ସମ୍ପଦ ସରନ୍ତି ବା ସେ ସରିଯାଏ ତାକୁ ନବୀକରଣ ଅଯୋଗ୍ୟ ବୋଲି କୁହାଯାଏ। ଉଦାହରଣ ଉଦାହରଣ ସୌରଶକ୍ତି, ଜଳ, ମୃତ୍ତିକା ନବୀକରଣ ଯୋଗ୍ୟ, ଆଉ ଅଯୋଗ୍ୟ କୋଇଲା, ପେଟ୍ରୋଲିୟମ, ଲୁହା, ଏଗୁଡ଼ିକ ଏଇଟା ଜଳ ଗୋଟେ ନବୀକରଣ ଯୋଗ୍ୟ, ଏ ଅଯୋଗ୍ୟ ନୁହେଁ ବୋଲି କହିଛି। ନେକ୍ସଟ, ନିମକ୍ତ ମଧ୍ୟରେ କେଉଁଠି ଜଳ ପରିବର୍ତ୍ତନକୁ ହ୍ରାସ କରେ ନାହିଁ? ଜଳ ପରିବର୍ତ୍ତନକୁ କିଏ ହ୍ରାସ କରେ ନାହିଁ? କଳକାରଖାନା। ନେକ୍ସଟ, ପିଲା ଯେଉଁଗୁଡ଼ା ଇମ୍ପୋର୍ଟାଣ୍ଟ କଥା ଆମେ ଆଲୋଚନା କରୁଛେ। ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ ନୁହେଁ? ପଢ଼ିଦେବ ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ କ'ଣ? ଏଇଟା ବି ଇଏ ବି ପରୀକ୍ଷାରେ ପଡ଼େ। ତେଣୁକରି ବେଳେବେଳେ ପଢ଼ିଦେବ କାରଣ କ'ଣ, ବିଶ୍ୱ ତାପ ବୃଦ୍ଧିର କାରଣ କ'ଣର ପଢ଼ିଦେବ। ଆଉ କାରଣ ପଢ଼ିଦେଲେ କାରଣ ନ ତୁମେ କରିପାରିବ। ତେଣୁକରି ୟାର ଆନ୍ସର ହେବ କ'ଣ? ନା ସାମୁଦ୍ରିକ ବରଫ। ସାମୁଦ୍ରିକ ବରଫର କିଛି ଲେନଦେନ ନାହିଁ ଏ ବିଶ୍ୱ ତାପମାତ୍ରାରେ। ସବୁଜର ପ୍ରଭାବ, ଅଙ୍ଗାରକାମ୍ଳ ବୃଦ୍ଧି, ଜବାନ ଅଲରେଡ଼ି ଆମେ ଆଲୋଚନା କରିଛେ। 52 କ୍ୱେଶ୍ଚିନ୍, ନିମକ୍ତ ମଧ୍ୟରୁ କେଉଁଠି ସବୁଜର ଗ୍ୟାସ୍ ନୁହେଁ? ବହୁତ ବଢ଼ିଆ କ୍ୱେଶ୍ଚିନ୍ ପଡ଼ିବ ପରୀକ୍ଷାରେ। ସବୁଜ ଗ୍ରହରେ କେଉଁ କେଉଁ ଗ୍ୟାସ୍ ଥାଏ? ସବୁଜ ଗ୍ରହରେ କେଉଁ କେଉଁ ଗ୍ୟାସ୍ ଥାଏ? ପିଲେ ଅମ୍ଳଜାନ ଥାଏ, ଆଉ ବାକି ସବୁ ଥାଏ। ଅଙ୍ଗାରକାମ୍ଳ ଥାଏ, ଏଥିରେ ମିଥେନ୍ ଥାଏ, ହାଇଡ୍ରୋକ୍ଲୋର କାର୍ବନ ଥାଏ। ତେଣୁକରି ଏଇ 3ଟାକ ଭଲକି ମନେ ରଖିଥିବ। ଆହୁରି ଥାଏ, ତେଣୁକରି 3ଟାକୁ ଭଲକି ମନେ ରଖିଥିବ, ଏଇଟା ପରୀକ୍ଷା ପଡ଼ିବ।
ନହେଲେ ତ ଅଲଗା ଗ୍ୟାସ୍ ଦେଇଥାଉ ଆଙ୍କ ଭିତରୁ ଗୋଟେ ଗ୍ୟାସ୍ ରଖିଦେଇଥାଉ ଆଙ୍କ ଭିତରୁ ଗୋଟେ ଥାଏ। ତେଣୁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଯାହା କହୁଛି ଯେଉଁଟା ଇମ୍ପୋର୍ଟାଣ୍ଟ କହୁଛି ସେଇଟା ଦେଖିବ, ଯେଉଁଟା ଇମ୍ପୋର୍ଟାଣ୍ଟ କହୁନି ସେଇଟା ଦେଖିବା କିଛି ଆବଶ୍ୟକତା ନାହିଁ। ଏମିତି ଦେଖିଲା ନର୍ମାଲି ଘଟିକି ଯିବ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନ କାରଣ ଅଟେ? ପରୀକ୍ଷା ବଢ଼ିଆ। ଏଇଟା ହେଉଛି ଗୋଟେ ଇମ୍ପୋର୍ଟାଣ୍ଟ ଗୋଲ୍ଡେନ୍ କ୍ୱେଶ୍ଚିନ୍ସ। ଏଗୁଡ଼ାକ ତୁମେ ଗୁରୁତ୍ୱ ଦେବା ଦରକାର। କ'ଣ ନା ଏହାର ଆନ୍ସର୍ ହେଉଛି ବିଶ୍ୱ ଉତ୍ତାପର ବୃଦ୍ଧି। ବିଶ୍ୱ ଉଷ୍ଣତାର ବୃଦ୍ଧି। ନେକ୍ସଟ ହେଉଛି ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଶ୍ୱ ତାପମାତ୍ରା ବୃଦ୍ଧିର କାରଣ? ଅଲରେଡ଼ି କହିଛି, ଏ କ୍ୱେଶ୍ଚିନ୍ ପ୍ରାୟ ପଡ଼େ। ଜଳବାୟୁ ପରିବର୍ତ୍ତନ କାରଣ କ'ଣ? ବିଶ୍ୱ ତାପମାତ୍ରା କାରଣ। ଏଇଟା ସବୁ ତୁମେ ଦେଖିକି ଯାଇଥିବ। ଏଥିରୁ ଲଙ୍ଗ୍ ଟାଇପ୍ ସର୍ଟ ଟାଇପ୍ 100% ତୁମର ଆସିବ। ଦେଖ ଇଏ ଯାହା ଅଛି ସବୁ ଯାକ ହେଇପାରିବ। ସବୁଜ ଗ୍ରହ ପ୍ରଭାବ ଯୋଗୁଁ ହୁଏ, ବାୟୁମଣ୍ଡଳ ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁଁ ହୁଏ, ଜଙ୍ଗଲ କ୍ଷୟ ହୁଏ। ଏଇ 3ଟାକ ଯୋଗୁଁ ହିଁ ଉପଯୁକ୍ତ ସମସ୍ତ ଏ ସମସ୍ତ ତାର କାରଣ ଅଟନ୍ତି। ନେକ୍ସଟ ହେଉଛି କ'ଣ? ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରଭାବ ଅଟେ? ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରଭାବ ଅଟେ ନିମ୍ନଲିଖିତ କେଉଁଟି? ନା ୟା ଆନ୍ସର କ'ଣ ହେବ? ନା ଦେଖ ଆଗ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହୁଏ। ମେରୁ ଅଞ୍ଚଳ ବରଫ ତରଳ ହେଲେ ହେବ, ସମୁଦ୍ର ଉତ୍ତାପ ବଢ଼ିଲେ ହେବ, ତାହେଲେ ସମସ୍ତ। ତେଣୁ ଆନ୍ସର ହେଉଛି ସମସ୍ତ ହେବ। ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଳବାୟୁ ପରିବର୍ତ୍ତନ ପ୍ରଭାବ? ତେଣୁ ଏଇ କ୍ୱେଶ୍ଚିନ୍ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା, ଏଇଟା ଯେଉଁ କ୍ୱେଶ୍ଚିନ୍ ମୁଁ କହୁଛି ଏତେ ଆଲୋଚନା କରିବା ଦରକାର ନାହିଁ। ଗୋଟେ ଯୋଡ଼େ କ୍ୱେଶ୍ଚିନ୍ ଆଣିବ, ଯେତେଟା ପଡ଼ିବ ତୁମ ମାଇଣ୍ଡ ଖଟେଇକି ଏବଂ କ୍ୱେଶ୍ଚିନ୍ଟାକୁ ଦେଖିକି ତୁମ ଆନ୍ସର ଦେବ। ତେଣୁ ଇଏ ବି ଉପଯୁକ୍ତ ହେଇପାରେ। ନେକ୍ସଟ ଆଚ୍ଛା ନେକ୍ସଟ ଦରକାର ନାହିଁ। ହଁ ଏଇଠି ଗୋଟେ ବଢ଼ିଆ କ୍ୱେଶ୍ଚିନ୍। ଏଇ କ୍ୱେଶ୍ଚିନ୍ଟା ପ୍ରାୟ ପଡ଼େ। ଷ୍ଟକହୋମ୍ଠାରେ ହେଇଥିଲା ମାନବ ପରିବେଶ ଷ୍ଟକ୍ ସମ୍ମିଳନୀ ହେଇଥିଲା। ମାର୍ଗବର୍ଷ କେବେ ହେଇଥିଲା? ବେଳେବେଳେ ଷ୍ଟକହୋମ୍ଠାରେ କେଉଁ ସମ୍ମିଳନୀ ହେଇଥିଲା ପଡ଼େ? ମାନବ ପରିବେଶ ସମ୍ମିଳନୀ। ମାନବ ପରିବେଶ ସମ୍ମିଳନୀ ସଂଗଠିତ ହେଇଥିଲା ଷ୍ଟକହୋମ୍ଠାରେ। ଯଦି କହିବେ ଆନ୍ସର ହେଇଥିଲା 1962 ମସିହାରେ ଷ୍ଟକହୋମ୍ଠାରେ ହେଇଥିଲା। ଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ତ ମୁଁ ଯେଉଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗଢ଼େଇକି ଯିବ 100% କ୍ୱେଶ୍ଚିନ୍ ପଡ଼ିବ। ତାପରେ ଏଇଟା ଏଇ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଭିଏନା ଚୁକ୍ତି କେଉଁଥିପାଇଁ ହେଇଥିଲା? ନା ଓଜୋନ ସ୍ତର ସୁରକ୍ଷା ପାଇଁ ହେଇଥିଲା। ଭିଏନା ଚୁକ୍ତି ହେଇଥିଲା ଆନ୍ସର ହେଉଛି 1985 ମସିହାରେ ହେଇଥିଲା। 1985 ଆଉ ଗୋଟେ ଜିନିଷ ହେଇଥିଲା ସାର୍କ ସମ୍ମିଳନୀ ଯେଉଁ କହୁଛ। ତେଣୁ ଦୁଇଟା କ୍ୱେଶ୍ଚିନ୍, ଗୋଟାଏ ଆନ୍ସର ଦୁଇଟା କ୍ୱେଶ୍ଚିନ୍। ସାର୍କ କେବେ ହେଇଥିଲା? ଓଜୋନ ସ୍ତର ସୁରକ୍ଷା ପାଇଁ ଭିଏନା ଚୁକ୍ତି ହେଇଥିଲା 1985 ମସିହାରେ ହେଇଥିଲା। ଦୁଇଟା ଏକା ନୁହଁ କିନ୍ତୁ ଗୋଟେ ଇୟର। ଆଉ କେଉଁ ମସିହାରେ ଭାରତରେ ଜାତୀୟ ପରିବେଶ ସଚେତନ କାର୍ଯ୍ୟକ୍ରମ ଚାଲୁ ରହିଲା? ଭାରତରେ ଚାଲି ରହିଲା 1986 ମସିହାରେ ଥିଲା। ଏଇଟା ବି ଇମ୍ପୋର୍ଟାଣ୍ଟ। ଏଇଟା ବି ଇମ୍ପୋର୍ଟାଣ୍ଟ। ତେଣୁ ନିମ୍ନଲିଖିତ ନିରସ୍ତ୍ରୀକରଣ ଆବଶ୍ୟକତା ଏଇଟା ଇମ୍ପୋର୍ଟାଣ୍ଟ। କ'ଣ ନା କ'ଣ ପାଇଁ ନିରସ୍ତ୍ରୀକରଣ ଆବଶ୍ୟକତା? ଯୁଦ୍ଧ ଭୟରୁ ମୁକ୍ତି 100% ଦରକାର। ବିଶ୍ୱ ଶାନ୍ତି ପ୍ରତିଷ୍ଠା 100%। ରାଷ୍ଟ୍ରମାନଙ୍କ ଆର୍ଥିକ ସମୃଦ୍ଧି ବିକାଶ 100%। 3ଟାକ ଅଟେ। 3ଟାକ ହେଲେ ଆମେ କହିପାରିବା କ'ଣ ବିଶ୍ୱ ସ୍ଥାପନଙ୍କର ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆମେ ଆଲୋଚନା କରିପାରିବା। ତେଣୁକରି ନିରସ୍ତ୍ରୀକରଣ ପାଇଁ ଏଇ 3ଟି କାରଣ ପାଇଁ ନିରସ୍ତ୍ରୀକରଣ ଦରକାର। ତାପରେ ଉପଯୋଗ ସମସ୍ତ। 63 ନମ୍ବର ଯୁକ୍ତରାଷ୍ଟ୍ର ଆମେରିକା କେଉଁ ମସିହାରେ ତାରକା ଯୁଦ୍ଧ ଆରମ୍ଭ କରିଥିଲା? ତାରକା ଯୁଦ୍ଧ କେବେ କରିଥିଲା? ଅଲରେଡ଼ି ଦେଖ କ୍ୱେଶ୍ଚିନ୍ କେମିତି ଆସୁଛି। ଆନ୍ସର 1980 ମସିହାରେ କରିଥିଲା। ଇମ୍ପୋର୍ଟାଣ୍ଟ। ଯେଉଁଟା ଇମ୍ପୋର୍ଟାଣ୍ଟ କରି ଦେଖିକି ଯାଇଥିବ ପରୀକ୍ଷା 100% ଆସିଥିବ। ଭାରତ କେବେ ପୋଖରାନ ଠାରେ ପ୍ରଥମ ଥର ପରମାଣୁ ପରୀକ୍ଷଣ କରିଥିଲା? ଭେରି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କେବେ କରିଥିଲା? ଯେଉଁଟା ଇମ୍ପୋର୍ଟାଣ୍ଟ କହୁଛି ଯଦି ଜାଣିପାରୁନ, ଯଦି ଭିଡ଼ିଓ ଦେଖିଲେ ବିରକ୍ତ ଲାଗୁଛି, ଭିଡ଼ିଓ ଦେଖି ସାରିଲା ପରେ ଯେଉଁଟା ଇମ୍ପୋର୍ଟାଣ୍ଟ ସେଇଟା ଖାତାରେ ଟିକେ ଦେଖିକି ଏଇଟା ଲାଷ୍ଟକୁ ପରୀକ୍ଷା ଦେଖିକି ଯିବ। ତେଣୁ ଭାରତରେ କେବେ ପୋଖରାନ ଠାରେ ପ୍ରଥମ ଥର ପରମାଣୁ ବୋମା ପରୀକ୍ଷଣ କରାଗଲା? ପୋଖରାନ ଠାରେ ପ୍ରଥମେ ଭାରତରେ ଯଦି ପରମାଣୁ ବୋମା କଥା କହିବା ପରୀକ୍ଷଣ କରାଗଲା 1974 ମସିହା ମେ ମାସ 18 ତାରିଖ। ମେ ମାସ 18 ତାରିଖ ଆମେ କହିଲା। କେବେ ନା 1974 ମସିହା ମେ ମାସ 18 ତାରିଖରେ ପୋଖରାନ ଠାରେ ପ୍ରଥମ ଥର ପରମାଣୁ ବୋମା ପରୀକ୍ଷଣ କରାଗଲା। ପୃଥିବୀର କେଉଁ ରାଷ୍ଟ୍ର ସର୍ବାଧିକ ପରମାଣୁ ବୋମା ରଖିଛି? କିଏ ଅଧିକ ରଖିଛି? କାହା ପାଖରେ ଅଧିକ ପରମାଣୁ ବୋମା ଅଛି? ଏଇଟା ତୁମେ ଆଖି ବାଜି କହିପାରିବ। ପୃଥିବୀର ସବୁଠାରୁ ଅଧିକ ପରମାଣୁ ବୋମା ରଖିଛି କିଏ? ନା ରୁଷିଆ। ରୁଷିଆ ପରେ କେତେ ରଖିଛି? ନା 7300 ରଖିଛି ପରମାଣୁ ବୋମା। କିଏ? ନା ରୁଷିଆ 7300
300। ନେକ୍ସଟ, ନିମ୍ନଲିଖିତ ମଧ୍ୟରୁ କେଉଁଟି ନିରସ୍ତିର ଆବଶ୍ୟକତା ନୁହେଁ? ଏଇଟା ଅଲରେଡ଼ି ଆଲୋଚନା ମୁଁ କରିଛି, ଦରକାର ନାହିଁ ଆବଶ୍ୟକତା ନାହିଁ। ଦେଖିବା, ଆମର ଆଲୋଚନା କରି 198 90 କ୍ୱେଶ୍ଚିନ୍ ଆଲୋଚନା ହେଉଛି। 98 90ରେ ଯେଉଁ ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସେଗୁଡ଼ା ମୁଁ କହିଦେଉଛି, ବାକିଟା ତୁମେ ଗଢ଼େଇ ଦେବ, କିଛି ଆବଶ୍ୟକତା ନାହିଁ। ଯଦି ତୁମେ ଟ୍ରିକ୍ଲି ପଢ଼ିବ, ଯେଉଁଟା ମୁଁ କହୁଛି ହେରା ପଢ଼ିକି ଯାଅ, ହେରା ଏଇଥିରୁ କ୍ୱେଶ୍ଚିନ୍ ଆସିଥିବ। ଏନ୍ଟିପିସି କେବେ ହେଇଥିଲା? ଏନ୍ଟିପିସି କାର୍ଯ୍ୟକାରୀ କେବେ ହେଇଥିଲା? 70 ନମ୍ବର କ୍ୱେଶ୍ଚିନ୍। ଆନ୍ସର ହେଉଛି କେତେ ନା ଇଏ କିଏ କରିଥିଲା? ଷ୍ଟାର୍ଟ 1। ଆମେରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ କେବେ ସିଟିବିଟି ପରୀକ୍ଷଣ ବ୍ୟାପକ ପରମାଣୁ ପରୀକ୍ଷଣ ନିଷେଧ ରାଜିନାମା ସତ୍ୟ କଥା? ଯେଉଁଟା ସିଟିବିଟି କହୁଛି, ତାର ଇଂଲିଶ ଓଡ଼ିଆ ୱାର୍ଡ଼ ହେଉଛି ଏଇଟା। କେବେ ହେଇଥିଲା ସିଟିବିଟି? ସିଟିବିଟି ହେଇଥିଲା 1996 ମସିହା ସେପ୍ଟେମ୍ବର 24 ତାରିଖ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଗୋଟେ ଛାଡ଼ ଅଲରେଡ଼ି ଆମେ କହିଛେ ପରମାଣୁ ପରୀକ୍ଷଣ ପ୍ରତିରୋଧ ଚୁକ୍ତି। ଡବଲ କ୍ୱେଶ୍ଚିନ୍ ଅଛି ତ, ସେଥିପାଇଁ ଆଲୋଚନା କରନି, ଦରକାର ନାହିଁ। এইটাই ବହୁତ ଇମ୍ପୋର୍ଟାଣ୍ଟ। ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପାଇଁ ହେଗ୍ ଶାନ୍ତି ସମ୍ମିଳନୀ କେବେ ହୋଇଥିଲା? ଯଦି ଆମେ କହିବା ଏଇଟା ବଢ଼ିଆ କ୍ୱେଶ୍ଚିନ୍। ଏ ହେଉଛି 1868 ମସିହାରେ ହେଇଥିଲା ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ହେଗ୍ ସମ୍ମିଳନୀ। ଇଟ୍ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ତେଣୁକରି ଏଠି ଯୋଡ଼େ ଅଛି ନା ହେଗ୍ ସମ୍ମିଳନୀ ହେଇଥିଲା କ'ଣ ପାଇଁ? ନା ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପାଇଁ। ଦୁଇଟା ହେଇଥିଲା, ଗୋଟେ ହେଇଥିଲା 1899 ଆଉ ଗୋଟେ 1907। ଦୁଇଟା ଭିତରୁ ଟିକେ ଅପସନ୍ ଥିବ, 1907 ବେଳେ ଥିଲେ ଏଇଟା ନଥିବ, ଏଇଟା ଥିଲେ ଅର୍ଥାৎ ଏଇଟା ଥିଲେ ଏଇଟା ନଥିବ। ଦୁଇଟା ହେଇଥିଲା 1907 ଆଉ ଗୋଟେ କେବେ? ତା ପୂର୍ବରୁ ହେଇଥିଲା, ଯଦି କହିବା ତା ପୂର୍ବରୁ ହେଇଥିଲା 1899। କ୍ଲିୟର? ତେଣୁକରି ଯେଉଁଟା କ୍ୱେଶ୍ଚିନ୍ ମୁଁ କହିଲି ତାକୁ ଭଲ ଭାବରେ ଆଲୋଚନା କରିଦେବ, କିଛି ଅସୁବିଧା ହେବନି। ମୁଁ ଅଲରେଡ଼ି 5ଟି ୟୁନିଟ୍ର ଅର୍ଥାৎ 2 ନମ୍ବର ୟୁନିଟ୍, 3 ନମ୍ବର, 4 ନମ୍ବର, 5 ନମ୍ବର ଯାହା କହିଛି ତାକୁ ଯଦି ତୁମେ ଗଢ଼େଇ ଦେବ, କୌଣସି ପରିସ୍ଥିତିରେ ତୁମେ ଖରାପ କରିବନି। ଇଏ ହେଉଛି ମୋର ଗ୍ୟାରେଣ୍ଟି। ତେଣୁକରି ତୁମେ ମାନେ ପଢ଼ ଏବଂ এই ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କର, କାରଣ ଏଥିରେ ଆହୁରି ଆମେ ଲଜିକ୍ ଛାଡ଼ିବା, ଏଜୁକେସନ୍ ଛାଡ଼ିବା, ଭଲ ଭଲ ୟୁନିଟ୍ ଆମେ ଆଲୋଚନା କରିବା, କ୍ୱେଶ୍ଚିନ୍ ପ୍ୟାଟର୍ନ ଡିସ୍କସନ୍ ବି କରିବା। କମେଣ୍ଟ ଭଲ କମେଣ୍ଟ ବି କମେଣ୍ଟ ବକ୍ସରେ ଦିଅ।